ସେ ଆଦର୍ଶକୁ ରାଗି କୁହନ୍ତି ଆପଣମାନେ କ'ଣ ଚାହୁଁଛନ୍ତି ରାସ୍ତା କଡ଼କୁ ଯିବେ ନା ଆଦର୍ଶ ଆନନ୍ଦ ଅଙ୍କଲ ଜେଲ୍ ଯାଆନ୍ତୁ ଏଇଆ ଚାହୁଁଛନ୍ତି ନା ଆପଣମାନେ ଯଦି ହଁ ତାହେଲେ କୁହନ୍ତୁ 1 ମିନିଟ୍ ଲାଗିବ ଗୋଟେ କଲ୍ରେ ପରିସ୍ଥିତି ପୁରା ବଦଳିଯିବ କୁହନ୍ତୁ ଆପଣମାନେ ଏଇଆ ଚାହୁଁଛନ୍ତି ନା ଯଦି ନା ତାହେଲେ ସେସବୁ ବାଜ୍ୟ ନାଟକ ବନ୍ଦ କର ଆଦର୍ଶ ପଲ୍ଲବୀ ତୁ ତ ବୁଝା ତୁ ଟିକେ ମାନଙ୍କୁ ବୁଝା ଆଉ ସବୁ ନାଟକ ତୋରି ପାଇଁ ହେଉଛି ପଲ୍ଲବୀ ରିମଝିମ୍ ଯେତେବେଳେ କୁହନ୍ତି ପଲ୍ଲବୀ ଚାକର ବୋଲି ତାପରେ ଗୌରବ କୁହନ୍ତି କ'ଣ ଭୁଲିଗଲ ଭଲ ହେବାକୁ ଚେଷ୍ଟା କରୁଛି ତାମାନେ ନୁହେଁ ଯେ ତମେ ତାକୁ ଦୁର୍ବଳତା ବୋଲି ଭାବିଲ ଆଉ ରହିଲା ପଲ୍ଲବୀଙ୍କ କଥା ପଲ୍ଲବୀ କ'ଣ ସେ କଥା ତମେ ବହୁତ ଭଲ ଭାବରେ ଜାଣିଛ ଆଉ ରୂପସା ଏ ଘରକୁ ଆସିଲା ପରଠୁ ବସି କିଛି ବି ବଦଳି ଯିବନି ରିମଝିମ୍ ପଲ୍ଲବୀ ଏବେ ବି ମହାପାତ୍ର ଖାନଦାନର ବୋଉ ଆଉ ହଁ ବଡ଼ ମାଙ୍କ ପାଇଁ ସେଇ ମହାପାତ୍ର ଖାନଦାନର ଇନଚାର୍ଜ ଏଇ କଥା ଯେମିତି ତମେ ଭୁଲି ନ ଯାଅ ଯାହାକୁ ଆଜି ତମେ ସହଜରେ ଚାକରାଣୀ କହୁଛ ଯାଅନି ତାଙ୍କରି ଦୟାରେ ତମେ ଏ ଘରେ ପଡ଼ି ରହିଛ ଆଉ ଗୋଟେ କଥା ମନେ ରଖ ରିମଝିମ୍ ଯେ ପଲ୍ଲବୀ ଆଉ ଆଦର୍ଶ ସହିତ ଖରାପ ବ୍ୟବହାର କରିବ ସେ ମୋର ପ୍ରଥମ ଶତ୍ରୁ। ଫ୍ରେଣ୍ଡସ୍ ଗୌରବ ପଲ୍ଲବୀକୁ ସପୋର୍ଟ କରି କ'ଣ ଠିକ୍ କରୁଛନ୍ତି କମେଣ୍ଟରେ ନିଶ୍ଚୟ